ବିକ୍ରମ ବେତାଳ କାହାଣୀ 7 ସବୁଠାରୁ ବଡ଼ ତ୍ୟାଗୀ କିଏ? ମଦନପୁର ନଗରରେ ବୀରଭର ନାମକ ଜଣେ ରାଜା ରାଜତ୍ୱ କରୁଥିଲେ। ତାଙ୍କ ରାଜ୍ୟରେ ଜଣେ ବୈଶ୍ୟ ଥିଲେ ଯାହାଙ୍କ ନାମ ହିରଣ୍ୟଦତ୍ତ ଥିଲା। ତାଙ୍କର ମାଧବୀ ନାମକ ଏକ ସୁନ୍ଦର କନ୍ୟା ଥିଲା। ଦିନେ ମାଧବୀ ତାଙ୍କ ବନ୍ଧୁମାନଙ୍କ ସହିତ ବଗିଚାକୁ ଯାଇଥିଲେ। ଘଟଣାକ୍ରମେ ଜଣେ ବଣିକଙ୍କ ପୁଅ ଧର୍ମଦତ୍ତ ତାଙ୍କ ବନ୍ଧୁଙ୍କ ସହିତ ସେଠାକୁ ଆସିଥିଲେ। ସେ ମାଧବୀଙ୍କୁ ଦେଖିବା ମାତ୍ରେ ତାଙ୍କ ପ୍ରେମରେ ପଡ଼ିଗଲେ। ଘରକୁ ଫେରିବା ପରେ ସେ ସାରା ରାତି ତାଙ୍କ ପାଇଁ ଅସ୍ଥିର ରହିଲେ। ପରଦିନ ସେ ପୁଣି ବଗିଚାକୁ ଗଲେ। ମାଧବୀ ସେଠାରେ ଏକା ବସିଥିଲେ। ସେ ତାଙ୍କ ପାଖକୁ ଯାଇ କହିଲେ, ମୁଁ ତୁମକୁ ଭଲପାଏ, ଯଦି ତୁମେ ମୋତେ ଭଲ ପାଅ ନାହିଁ ତେବେ ମୁଁ ମୋ ଜୀବନ ତ୍ୟାଗ କରିଦେବି। ମାଧବୀ ଉତ୍ତର ଦେଲେ, ଆଜିଠାରୁ ପଞ୍ଚମ ଦିନରେ ମୁଁ ବିବାହ କରୁଛି। ମୁଁ ତୁମର ହୋଇପାରିବି ନାହିଁ। ଧର୍ମଦତ୍ତ କହିଲେ, ମୁଁ ତୁମ ବିନା ରହିପାରିବି ନାହିଁ। ମାଧବୀ ଡରିଗଲେ। ସେ କହିଲେ, ଭଲ କଥା, ମୋତେ ବିବାହ କରିବାକୁ ଦିଅ। ମୁଁ ମୋ ସ୍ୱାମୀଙ୍କ ପାଖକୁ ଯିବା ପୂର୍ବରୁ ନିଶ୍ଚିତ ଭାବରେ ତୁମକୁ ଭେଟିବି। ପ୍ରତିଶ୍ରୁତି ଦେବା ପରେ ମାଧବୀ ଡରିଗଲେ। ସେ ବିବାହ କଲେ ଏବଂ ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କ ପାଖକୁ ଗଲେ ସେ ଦୁଃଖରେ କହିଲେ, ଯଦି ତୁମେ ମୋ ଉପରେ ବିଶ୍ୱାସ କର ଏବଂ ମୋତେ ସୁରକ୍ଷା ଦିଅ ମୁଁ ତୁମକୁ ଗୋଟିଏ କଥା କହିବି। ଯେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ଆଶ୍ୱାସନା ଦେଲେ ସେ ତାଙ୍କୁ ସବୁକିଛି କହିଲେ। ଏହା ଶୁଣି ସ୍ୱାମୀ ଭାବିଲେ ଯେ ସେ ନ ଯାଇ ରାଜି ହେବେ ନାହିଁ, ତେଣୁ ତାଙ୍କୁ ଅଟକାଇବା ନିରର୍ଥକ ହେବ। ସେ ତାଙ୍କୁ ଯିବାକୁ ଅନୁମତି ଦେଲେ। ମାଧବୀ ଭଲ ପୋଷାକ ଏବଂ ଅଳଙ୍କାର ପିନ୍ଧିଗଲେ। ରାସ୍ତାରେ ସେ ଜଣେ ଚୋରଙ୍କୁ ଭେଟିଲେ। ସେ ତାଙ୍କ ପଲ୍ଲକୁ ଧରି ପକାଇଲେ। ମାଧବୀ କହିଲେ, ମୋତେ ଛାଡ଼ିଦିଅ। ଯଦି ତୁମେ ମୋର ଅଳଙ୍କାର ଚାହୁଁଛ ତେବେ ନେଇଯାଅ। ଚୋର କହିଲା, ମୁଁ ତୁମକୁ ଚାହୁଁଛି। ମାଧବୀ ତାଙ୍କୁ ସମସ୍ତ କାହାଣୀ କହିଲେ, ପ୍ରଥମେ ମୋତେ ସେଠାକୁ ଯିବାକୁ ଦିଅ, ତା ପରେ ମୁଁ ତୁମ ପାଖକୁ ଆସିବି। ଚୋର ତାଙ୍କୁ ଛାଡ଼ିଦେଲା। ମାଧବୀ ଧର୍ମଦତ୍ତଙ୍କ ପାଖରେ ପହଞ୍ଚିଲେ। ସେ ତାଙ୍କୁ ଦେଖି ବହୁତ ଖୁସି ହେଲେ ଏବଂ ପଚାରିଲେ, ତୁମେ ତୁମ ସ୍ୱାମୀଙ୍କଠାରୁ କିପରି ଅନୁମତି ପାଇଲ ଏବଂ ଏଠାକୁ ଆସିଲ? ମାଧବୀ ସମ୍ପୂର୍ଣ୍ଣ ସତ୍ୟ କହିଲେ। ଧର୍ମଦତ୍ତ ଏଥିରେ ଗଭୀର ଭାବରେ ପ୍ରଭାବିତ ହେଲେ। ସେ ତାଙ୍କୁ ଛାଡ଼ିଦେଲେ। ତା ପରେ ସେ ଚୋରଙ୍କ ପାଖକୁ ଆସିଲେ। ସବୁକିଛି ଜାଣିବା ପରେ ଚୋର ବହୁତ ପ୍ରଭାବିତ ହେଲା ଏବଂ ସେ ତାଙ୍କୁ ଘରେ ଛାଡ଼ିଦେଲେ। ଏହିପରି ମାଧବୀ ସମସ୍ତଙ୍କ ପାଖରୁ ପଳାଇ ତାଙ୍କ ସ୍ୱାମୀଙ୍କ ପାଖକୁ ଆସିଲେ। ଯେତେବେଳେ ତାଙ୍କ ସ୍ୱାମୀ ସମଗ୍ର କାହାଣୀ ଶୁଣିଲେ ସେ ବହୁତ ଖୁସି ହେଲେ ଏବଂ ତାଙ୍କ ସହିତ ଖୁସିରେ ରହିବା ଆରମ୍ଭ କଲେ। ଏହା କହି ବେତାଳ କହିଲେ, ହେ ମହାରାଜ, ମୋତେ କୁହନ୍ତୁ, ମାଧବୀର ସ୍ୱାମୀ ଧର୍ମଦତ୍ତ ଏବଂ ଚୋର ସେମାନଙ୍କ ମଧ୍ୟରୁ କିଏ ଅଧିକ ତ୍ୟାଗୀ? ରାଜା କହିଲେ, ଚୋର। ମାଧବୀଙ୍କ ସ୍ୱାମୀ ତାଙ୍କୁ ଛାଡ଼ିଦେଲେ କାରଣ ମାଧବୀ ଅନ୍ୟ ପୁରୁଷ ପ୍ରତି ଆକର୍ଷିତ ହୋଇଥିଲେ। ଧର୍ମଦତ୍ତ ତାଙ୍କୁ ଛାଡ଼ିଦେଲେ କାରଣ ତାଙ୍କର ମନ ପରିବର୍ତ୍ତନ ହୋଇଗଲା। ତା ପରେ ସେ ନିଶ୍ଚୟ ଭୟ କରିଥିଲେ ଯେ ତାଙ୍କ ସ୍ୱାମୀ ରାଜାଙ୍କୁ କହି ଦଣ୍ଡ ଦେଇପାରନ୍ତି। କିନ୍ତୁ ଚୋର ବିଷୟରେ କେହି ଜାଣିନଥିଲେ, ତଥାପି ସେ ତାଙ୍କୁ ଛାଡ଼ିଦେଲେ। ତେଣୁ ସେ ଉଭୟଙ୍କଠାରୁ ଅଧିକ ତ୍ୟାଗୀ ଥିଲେ। ରାଜାଙ୍କ ଏହି ଉତ୍ତର ଶୁଣି ବେତାଳ କହିଲା, ଠିକ୍ କହିଛ ରାଜା ବିକ୍ରମ, ମୁଁ ଯାଉଛି କହି ପୁଣି ଗଛରେ ଝୁଲି ପଡ଼ିଲେ।